ରାଉରକେଲା ଗଭର୍ଣ୍ଣମେଣ୍ଟ କଲେଜ ରାଉରକେଲା ଗଭର୍ଣ୍ଣମେଣ୍ଟ କଲେଜ ପରିଦର୍ଶନ କଲେ ବିଧାୟକ। ରାଉରକେଲା ଗଭର୍ଣ୍ଣମେଣ୍ଟ କଲେଜ ପରିଦର୍ଶନ କଲେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ। ସେ କଲେଜରେ ପହଞ୍ଚିଲା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରବୀନ୍ଦ୍ର କୁମାର ଜେନା ଓ ସମସ୍ତ ଅଧ୍ୟାପକ ଷ୍ଟାଫଙ୍କର ଏକ ବୈଠକର ଆୟୋଜନ କରାଯାଇଥିଲା। ନବନିର୍ବାଚିତ ବିଧାୟକଙ୍କୁ ପ୍ରଥମେ ସମ୍ମାନିତ କରାଯିବା ପରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ବିଧାୟକ ଶ୍ରୀ ତନ୍ତୀ ସମ୍ମିଳନୀ କକ୍ଷରେ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କଠାରୁ ବିଭିନ୍ନ ସମସ୍ୟା ବୁଝିଥିଲେ। ମହାବିଦ୍ୟାଳୟରେ ସିକ୍ୟୁରିଟି ଗାର୍ଡ, ଉପଯୋଗୀ ଟଏଲେଟ୍, ପାନୀୟ ଜଳ, କ୍ଲାସରୁମ୍, ଉପଯୁକ୍ତ ସଫାଇ କର୍ମଚାରୀ, ଫିଲ୍ଡ ଷ୍ଟାଫ୍, ଛାତ୍ରଛାତ୍ରୀଙ୍କ ପ୍ରତିନିଧି ନଥିବା ଜଣାଇଥିଲେ। ଶ୍ରୀ ତନ୍ତୀ ଉପରୋକ୍ତ ସମସ୍ୟା ପ୍ରତି ପ୍ରଶାସନିକ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରି ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କଲେଜ ତରଫରୁ ସ୍ୱଚ୍ଛ ଭାରତ ଟିମ୍ ଗଠନ କରି ପ୍ରଧାନମନ୍ତ୍ରୀଙ୍କର ସ୍ୱପ୍ନକୁ ସାକାର କରିବାକୁ ଶ୍ରୀ ତନ୍ତୀ ପରାମର୍ଶ ଦେଇଥିଲେ। କଲେଜ ପରିବେଶକୁ ସ୍ୱଚ୍ଛ ସୁନ୍ଦର କରିବା ସହିତ ଏହାର ସୁନାମ ଅର୍ଜନ କରି ଏକ ଉତ୍ତମ କଲେଜ ରୂପେ ପ୍ରତିଷ୍ଠା କରିବାକୁ ଉପଦେଶ ଦେଇଥିଲେ। ଏହାପରେ କଲେଜ ପରିସରରେ ସେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ, କୈଳାସ ତନ୍ତୀ, କୃଷ୍ଣଚନ୍ଦ୍ର ତନ୍ତୀ, ଟିକେଶ୍ୱର ତାଣ୍ଡିଆ ଉପସ୍ଥିତ ଥିଲାବେଳେ ଶ୍ରୀ ତନ୍ତୀ ସେକ୍ଟର 20 ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ସ୍କୁଲ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୁର୍ଗାଚରଣ ତନ୍ତୀ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍କୁଲରେ ଲାଗି ରହିଥିବା କେତେକ ସମସ୍ୟା ଉପରେ ସେ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପଚାରି ବୁଝିଥିଲେ। ସେମାନେ ଉପଯୁକ୍ତ ଟଏଲେଟ୍, ଜଳ ଯୋଗାଣ, ବିଦ୍ୟୁତ ବିଭ୍ରାଟ, କ୍ଲାସରୁମ୍ରେ ଅଭାବ ଦର୍ଶାଇଥିଲେ। ଏହି କାର୍ଯ୍ୟକ୍ରମରେ ଗିରିଜା ମହାନ୍ତି, କୈଳାସ ତନ୍ତୀ, କୃଷ୍ଣଚନ୍ଦ୍ର ତନ୍ତୀ, ଟିକେଶ୍ୱର ତାଣ୍ଡିଆ ଉପସ୍ଥିତ ଥିଲେ। ଭିରୁ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।